ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଦେଖନ୍ତୁ ମୋର ଆଜି ହେଲା 46 ଦିନ ପୁରୀଟା ଡ୍ୟୁଟିର। ଆଜି କମ୍ୟୁନିଟି ହେଲ୍ଥ ୱାର୍କର ହିସାବରେ ଆଜି ଆମର ଗୋଟେ ପ୍ରୋଗ୍ରାମ୍ ଥିଲା ଯେଉଁଟାକି ଡିଷ୍ଟ୍ରିକ୍ଟ ଲେଭେଲ୍ କନସଲଟ୍ରେସନ୍ ବିଷୟରେ, ଯେଉଁଟାକି ମାନେ ଆମର ଯେଉଁ କେସିପୁର ସିଏଚସିରୁ ବି ଡକ୍ଟର ସାର୍ଙ୍କୁ ଫାର୍ମାସିଷ୍ଟ ଆଉ ଆମର ଡିପେଣ୍ଡେଣ୍ଟ ମୁଁ ଆଜିର ଦିନରେ ଉପସ୍ଥିତ ଥିବା ଯେଉଁ ଆଉରିଆ ବାତ ଏବଂ ମାନସିକ ଅସୁସ୍ଥ ଥିବା ବ୍ୟକ୍ତିଙ୍କର ଏବଂ ପିଲାମାନଙ୍କର ପରିବାରର ଯେଉଁ ଅଭିଭାବକମାନେ ଆସୁଛନ୍ତି, ମା ବାପାମାନେ ଆସୁଛନ୍ତି, ସମସ୍ତଙ୍କୁ ଅଭିନନ୍ଦନ କର ଏବଂ ସ୍ୱାଗତମ ଏହି କର୍ମଶାଳାକୁ। ଗୋଟେ ପାଦ ଆଗକୁ ଯାଇକି ସେମାନେ ଯେଉଁ ଆପଣମାନଙ୍କ ପାଇଁ କାମ କରୁଛନ୍ତି, ଆମ ସମାଜ ପାଇଁ କାମ କରୁଛନ୍ତି, ତେଣୁକରି ତାଙ୍କୁ ବହୁତ ଧନ୍ୟବାଦ। ଯଦିଓ ଆମର ପରେ ଆମେ କେତେ ମେଡ଼ିସିନ ଦରକାର ହେବ, ଆମେ ସିଏସି ଲେଭେଲରେ ବା ଆମର ସବ୍ ସେଣ୍ଟର ଲେଭେଲରେ ମେଡ଼ିସିନ ବି ଆମେ ଉପଲବ୍ଧ କରାଇପାରିବା। ତାହେଲେ ଆମର ଥରେ ଡାଇଗ୍ନୋସିସ୍ ହେଇଗଲା, ରୋଗ ନିରୂପଣ ହେଇଗଲା। ରୋଗ ନିରୂପଣ ହେଇସାରିଲା ପରେ ସ୍ପେଶାଲିଷ୍ଟ ତାଙ୍କର ପ୍ରେସକ୍ରିପସନ୍ ଲେଖି ସାରିଲା ପରେ କ'ଣ କ'ଣ ମେଡ଼ିସିନ ଆପଣମାନେ ଯେଉଁମାନେ ଆଜି ଅଛନ୍ତି ଆମେ ସେ ବିଷୟରେ କଥାବାର୍ତ୍ତା ହେବା। କେତେ ମେଡ଼ିସିନ ଦରକାର ହେବ, କ'ଣ ମେଡ଼ିସିନ ଦରକାର ହେବ, ଆପଣ ସଜ୍ଞ ନେଇଛନ୍ତି। ସ୍ୱାସ୍ଥ୍ୟ କାହାକୁ କୁହାଯାଏ? ତ ସ୍ୱାସ୍ଥ୍ୟ କାହାକୁ କୁହାଯାଏ ତାକୁ ଯଦି ବୁଝିବେ, ସମ୍ପୂର୍ଣ୍ଣ ଭାବରେ ଶାରୀରିକ ଭାବରେ, ମାନସିକ ଭାବରେ ଏବଂ ସାମାଜିକ ଭାବରେ ସୁସ୍ଥତା ହେଲେ ଯାଇକି ଜଣେ ସୁସ୍ଥ ଅଛି, ମାନେ ସ୍ୱାସ୍ଥ୍ୟ ତାର ଭଲ ଅଛି ବୋଲି ତାକୁ କୁହାଯାଏ। ତେଣୁକରି ଆମେ ସବୁବେଳେ ଦେଖୁ ଶାରୀରିକ ଅସୁସ୍ଥତା ହେଲେ ଆମେ ଡାକ୍ତର ପାଖକୁ ଯାଉ। ସମାଜରେ ବି ଆମେ ଚଳିବା ପାଇଁ ଯଦି ଆମେ ସମାଜରେ କିଛି ଚଳିପାରୁନୁ ତାହେଲେ ବି ସେଇଟା ବି ଗୋଟେ ସାମାଜିକ ଅସୁସ୍ଥତା। ସେଇଭଳିଆ ଆମ ଯଦି ବ୍ୟକ୍ତିଗତ ଆମର ମସ୍ତିଷ୍କରେ କିଛି ଅସୁବିଧା ହେଉଛି ତାହେଲେ ତାକୁ ମାନସିକ ଅସୁସ୍ଥତା ବୋଲି ଆମେ କହୁଛୁ। ତ ମାନସିକ ଅସୁସ୍ଥତା କ'ଣ କହିବା? ତେଣୁକରି ଆମେ ସବୁବେଳେ ଶାରୀରିକଟାକୁ ବହୁତ ଆମେ ମାତ୍ରାରେ ଆମେ ଧ୍ୟାନ ଦେଉଛୁ। ଯେତେବେଳେ କଷ୍ଟ ହେଉଛି, ଏଇଟା ବି କଷ୍ଟ ହେଉଛି, ଯିଏ ମାନସିକ ଭାବରେ ପୀଡ଼ିତ ଅଛି ସିଏ ବି କଷ୍ଟ ପାଉଛି, କିନ୍ତୁ ଆମେ ତାକୁ ଧ୍ୟାନ ଦେଉନି। କାରଣ ଆମେ କ'ଣ ଭାବୁ, ସେ ଯେତେବେଳେ ଗୋଟେ ସିଚୁଏସନ୍ ଆସୁଛି, କିଏ ଗୋଟେ ଦୁର୍ଘଟଣା ଦୈବିକ ଦୁର୍ବିପାକ କିଛି ଆସୁଛି, ସେଇବେଳେ ଆମେ ଯେଉଁ ସମାଜରେ ଅଛୁ ସବୁବେଳେ କିଛି ନା କିଛି ପ୍ରୋବ୍ଲେମ୍ ନେଇକି ଆମେ ରହୁଛୁ। ଯାହା କିଛି ଆଜି ଆମେ ଖାଇବା ପାଇଁ ଚିନ୍ତା କରୁଛୁ, ଗୋଟେ ଯଦି ସାଧାରଣ ମଣିଷ କହିବା ପ୍ରଥମ ଖାଦ୍ୟ ବସ୍ତ୍ର ବାସଗୃହ ପାଇଁ ମାନ୍ୟ ସାଧାରଣ ଭାବରେ ପାଉଛି, ନିଜକୁ ପାଉଛି। ଏଇଟା ଯେଉଁ କିଛି ନଥିବ କିନ୍ତୁ ପାପଟାକୁ ବାଡ଼ି ଭଳିଆ ଦେଖିବି, କେହି ନଥିବ ମୋତେ ଶୁଭୁଛି, ମୋ ସହିତ କିଏ ଶୂନ୍ୟବାଣୀ କରୁଛି, କେହି ନଥିବେ କିନ୍ତୁ ଶୂନ୍ୟବାଣୀ କରୁଛି। ତେଣୁକରି ସେ ଗାଳି ଦେଉଛି, ରାଗି ଯାଆନ୍ତି, ବହୁତ କଥା କରନ୍ତି। ଆପଣ ଦେଖିଥିବେ ପୁରା ଏମିତି ଯେଉଁମାନେ ଥାନ୍ତି। ତାପରେ ଆଉ କିଛି ଅଛି ବହୁତ ହେଇଗଲେ ଏଇ ସବଷ୍ଟାନ୍ସ, ମାନେ ଆମର ମଦ ଫଦ ଯେଉଁମାନେ ପିଉଛନ୍ତି, ତାହା ପ୍ରକାର ମାନେ ଏଇ ଛୁଆଟା ଥିବ ଖେଳି ଦେଉଥିବ, ଏତେ ପରିମାଣରେ ଖେଳି ଦେଉଥିବ, ଏପଟ ସେପଟ କିଛି ଛୋଟ କରି ଛାଡ଼ିବ। କିନ୍ତୁ ନର୍ମାଲ ଜାଗାରେ ଏଇ ଛୁଆ ଗୁଡ଼ା ଯେମିତି ବସୁଛନ୍ତି ସେ କିନ୍ତୁ ଏମିତି କେବଳ ସବୁ ତାର ଅବସ୍ଥା ଖରାପ କରିଲାଣି। ଏଇଭଳିଆ ଛୁଆମାନଙ୍କ କ୍ଷେତ୍ରରେ ଦେଖାଯାଉଛି। ତ ଏଇଭଳି ଭାବରେ 6 ପ୍ରକାରର ମାନସିକ ରୋଗକୁ ପରିଶେଷରେ ଆମେ ଆମର କାର୍ଯ୍ୟକ୍ରମ ସାରିଲୁ ଏବଂ ସାରିଲା ପରେ କ୍ଲଷ୍ଟର କଲୁ, ଯେଉଁଟାକି ଗ୍ରୁପ୍ ୱାଇଜ୍ କଲୁ। ପଞ୍ଚାୟତ ୱାଇଜ୍ ଗୋଟେ ଗୋଟେ ଗ୍ରୁପ୍ ତିଆରି ହେଲା। ତ ସେଇ ଗ୍ରୁପ୍ରେ ଲୋକମାନେ ମିଳିମିଶିକି ରହିବେ, ତା ସହିତ ଔଷଧ କେମିତି ଆସିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ତାପରେ ଆମେ ପରିଶେଷରେ ସମସ୍ତେ ନିଜ ନିଜର ଘରକୁ ଫେରିଥିଲୁ। ଆଉ ଆଜିକାର ବ୍ଲଗିଂକୁ ମୁଁ ଏଇଠି ଶେଷ କରୁଛି। ଧନ୍ୟବାଦ।